ଇୟୋବ ପୁସ୍ତକ ଅଧ୍ୟାୟ 31। ଇୟୋବଙ୍କ ଆତ୍ମସମର୍ଥନ। ମୋର ଚକ୍ଷୁ ସହ ମୁଁ ଏକ ବ୍ୟବସ୍ଥା ବିଧାନର ସାଲିସ କରିଅଛି। ଏହି ପରିପ୍ରେକ୍ଷୀରେ ମୁଁ ବା କିପରି ଜଣେ କୁମାରୀ କନ୍ୟା ଉପରେ ଦୃଷ୍ଟି ପକାଇ ପାରିବି? ଉର୍ଦ୍ଧ୍ୱସ୍ଥ ଈଶ୍ୱରଙ୍କ ଠାରୁ ମୁଁ ଯେଉଁ ଅଂଶବିଶେଷ ପ୍ରାପ୍ତ ହେବି, ତାହା କ'ଣ ହୋଇପାରେ? ମହୋନ୍ନତ ସର୍ବଶକ୍ତିମାନଙ୍କ ଠାରୁ ମୋର ଅଧିକାରାଂଶ ବା କ'ଣ? ଅଧର୍ମୀ ବ୍ୟକ୍ତି ନିମନ୍ତେ ଦୁର୍ଭାଗ୍ୟ ଓ ଦୁଷ୍କର୍ମୀମାନଙ୍କ ପାଇଁ ବିପଦ କ'ଣ ଘଟେ ନାହିଁ? ସେ କ'ଣ ମୋର ମାର୍ଗ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ଓ ମୋର ସମସ୍ତ ପଦକ୍ଷେପକୁ ଗଣନା କରନ୍ତି ନାହିଁ? କପଟତା ପୂର୍ବକ ମୁଁ ଯଦି ବିଚରଣ କରିଅଛି ଓ ମୋର ଚରଣ ପ୍ରବଞ୍ଚନାତ୍ମକ ପଥରେ ଗମନାଗମନ କରିଅଛି, ତେବେ ଈଶ୍ୱର ମୋତେ ନିଷ୍କପଟ ତରାଜୁରେ ଓଜନ କରନ୍ତୁ ଓ ସେହିପରି ସେ ମୋର ନ୍ୟାୟପରାୟଣତା ସମ୍ବନ୍ଧରେ ଅବଗତ ହୁଅନ୍ତୁ। ମୋର ପାଦ ଯଦି ପଥରୁ ବୁଲି ପଡ଼ିଅଛି ଓ ମୋର ଚକ୍ଷୁ ମୋର ହୃଦୟକୁ ବିଭ୍ରାନ୍ତ କରିଅଛି, ତେବେ ଯାହା ମୁଁ ରୋପଣ କଲି ତାହା ଅନ୍ୟ ଜଣେ ଆହାର କରୁ। ଯାହା ସବୁ ମୋ ନିମନ୍ତେ ଅଙ୍କୁରିତ ସେ ସମସ୍ତ ଉତ୍ପାଟିତ ହେଉ। ମୋର ହୃଦୟ ଯଦି କୌଣସି ନାରୀ ଦ୍ୱାରା ପ୍ରଲୋଭିତ ହୋଇଥାଏ ଓ ମୋର ପ୍ରତିବେଶୀର ଦ୍ୱାରରେ ମୁଁ ଯଦି ଛକି ବସିଥାଏ, ତେବେ ମୋର ପତ୍ନୀ ଅନ୍ୟ ବ୍ୟକ୍ତି ପାଇଁ ଶସ୍ୟ ପେଷଣ କରୁ ଓ ଅନ୍ୟ ଲୋକେ ତା ସହ ସହବାସ କରନ୍ତୁ, କାରଣ ତାହା ଏକ ଅତି ଘୃଣ୍ୟ ଅପରାଧ, ନ୍ୟାୟାଧୀଶମାନଙ୍କ ଦ୍ୱାରା ଦଣ୍ଡନୀୟ ଏକ ଦୋଷ। କାରଣ ଆବାଦନ ଯେଉଁପରି ଦଗ୍ଧ କରେ, ତାହା ସେହିପରି ଏକ ଦହନକାରୀ ଅଗ୍ନି ଓ ମୋର ସମସ୍ତ ସମ୍ପଦର ମୂଳକୁ ମଧ୍ୟ ଦଗ୍ଧ କରିବ। ମୋର ଦାସ କିମ୍ବା ଦାସୀ ମୋ ବିରୁଦ୍ଧରେ ଅଭିଯୋଗ ଜଣାଇବା ବେଳେ ମୁଁ ଯଦି ସେମାନଙ୍କର ନିବେଦନକୁ ଅସ୍ୱୀକାର କରିଅଛି, ତେବେ ଈଶ୍ୱର ଯେତେବେଳେ ବିଚାର କରିବା ପାଇଁ ଉଠିବେ, ସେତେବେଳେ ମୁଁ ବା କ'ଣ କରିବି? ସେ ଯେତେବେଳେ ଅନୁସନ୍ଧାନ କରିବେ, ମୁଁ ସେତେବେଳେ କି ଉତ୍ତର ଦେବି? ଯିଏ ମୋତେ ମାତୃଗର୍ଭରେ ସୃଜନ କଲେ, ସେ କ'ଣ ତାକୁ ମଧ୍ୟ ସୃଷ୍ଟି କରିନାହାନ୍ତି? ସେହି ଜଣକ କ'ଣ ଆମ ଉଭୟଙ୍କୁ ମାତୃଗର୍ଭରେ ରୂପାୟିତ କରିନାହାନ୍ତି? ନିର୍ଦ୍ଧନମାନେ ଆଶା କରିଥିବା କୌଣସି ବସ୍ତୁକୁ ମୁଁ ଯଦି ନିଷେଧ କରିଅଛି କିମ୍ବା ବିଧବାର ଚକ୍ଷୁକୁ ନିସ୍ତେଜ କରିଅଛି, ମୁଁ ଯଦି ମୋର ଭକ୍ଷଣ ଏକାକୀ ଆହାର କରିଅଛି କିମ୍ବା ପିତୃହୀନମାନେ ମଧ୍ୟ ଯଦି ତାର ଏକ ଅଂଶ ଆହାର କରିନାହାନ୍ତି, କାରଣ ଯୌବନ କାଳରୁ ମୁଁ ପିତା ସଦୃଶ ତାକୁ ପ୍ରତିପୋଷଣ କରିଅଛି, ମାତୃଗର୍ଭଠାରୁ ମୁଁ ତାକୁ ବାଟ କଢ଼ାଇଅଛି। କେହି କେବେ ବସ୍ତ୍ରହୀନ ପରିସ୍ଥିତିରେ କିମ୍ବା ନିର୍ଦ୍ଧନ ବ୍ୟକ୍ତି ଉଲଗ୍ନାବସ୍ଥାରେ ବିନାଶ ହେବା ମୁଁ ଯଦି ଦେଖିଅଛି, ସେ ଯଦି ମୋତେ ନିଜ ହୃଦୟରୁ ଆଶୀଷ ପ୍ରଦାନ କରିନାହିଁ ଓ ସେ ଯଦି ମୋର ମେଷଲମ ଦ୍ୱାରା ଆବୃତ ହୋଇ ଉତ୍ତପ୍ତ ହୋଇନାହିଁ, ସାହାଯ୍ୟ ପାଇଁ ଦ୍ୱାରରେ ଲୋକେ ଅଛନ୍ତି ବୋଲି ଦେଖିବାକୁ ପାଇ ମୁଁ ଯଦି ଅନାଥଙ୍କ ବିରୁଦ୍ଧରେ ମୋର ହସ୍ତ ଉତ୍ତୋଳନ କରିଅଛି, ତେବେ ମୋର ସ୍କନ୍ଧରୁ ସ୍କନ୍ଧ ପଟି ପଡ଼ିଯାଉ ଓ ମୋର ବାହୁ ତାହାର ଖଞ୍ଜାର ଭଗ୍ନ ହେଉ। ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ବିପଦ ପାଇଁ ମୁଁ ଭୟଭୀତ ହେଲି, କାରଣ ତାହାଙ୍କର ମହତ୍ତର ସମ୍ମୁଖୀନ ହେବା ପାଇଁ ମୁଁ ଅକ୍ଷମ ଥିଲି। ମୁଁ ଯଦି ସ୍ୱର୍ଣ୍ଣ ଉପରେ ମୋର ଆସ୍ଥା ସ୍ଥାପନ କରିଅଛି କିମ୍ବା ସ୍ୱଚ୍ଛ ସ୍ୱର୍ଣ୍ଣରେ ମୁଁ ଆଶ୍ରୟ ନେଇଅଛି, ମୋର ସମ୍ପଦ ପ୍ରଚୁର ଥିବା ଯୋଗୁଁ କିମ୍ବା ମୋର ହସ୍ତ ବହୁ ପରିମାଣର ଧନ ଅର୍ଜନ କରିଥିବା ଯୋଗୁଁ ମୁଁ ଯଦି ଆନନ୍ଦିତ ହୋଇଅଛି, ସୂର୍ଯ୍ୟ ଆଲୋକିତ ହେଉଥିବା କିମ୍ବା ଉଜ୍ଜଳମୟ ଚନ୍ଦ୍ର ଗମନ କରୁଥିବା ଦେଖି ମୋର ହୃଦୟ ଯଦି ଗୋପନରେ ଆକର୍ଷିତ ହୋଇଅଛି
ଓ ମୋର ମୁଖ ଯଦି ମୋର ହସ୍ତକୁ ଚୁମ୍ବନ ଦେଇଅଛି, ତେବେ ତାହା ମଧ୍ୟ ନ୍ୟାୟାଧୀଶମାନଙ୍କ ଦ୍ୱାରା ଦଣ୍ଡନୀୟ ଏକ ଦୋଷ ହେବ। କାରଣ ମୁଁ ଉର୍ଦ୍ଧ୍ୱସ୍ଥ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜଣେ କପଟୀ ସଦୃଶ ହୋଇଥାନ୍ତି। ଯିଏ ମୋତେ ଘୃଣା କଲା, ତାର ବିନାଶରେ ମୁଁ କ'ଣ ଆନନ୍ଦିତ ହୋଇଅଛି? କିମ୍ବା ସେ ଯେବେ ଅନିଷ୍ଟ କାର୍ଯ୍ୟରେ ନିମଗ୍ନ ହେଲା, ତେବେ ମୁଁ କ'ଣ ଆହ୍ଲାଦିତ ପ୍ରକାଶ କରିଅଛି? କାରଣ ତାର ମୃତ୍ୟୁ ଘଟିବା ସକାଶେ ତାକୁ ଅଭିଶାପ ଦେଇ ମୋର ମୁଖକୁ ପାପ କରିବା ପାଇଁ ମୁଁ କେବେ ଅନୁମତି ଦେଇନାହିଁ। ମୋର ତମ୍ବୁବାସୀମାନେ କେବେ ପଚାରିଛନ୍ତି, ତା ଦ୍ୱାରା ପ୍ରଦତ୍ତ ମାଂସ ଭକ୍ଷଣ କରି ପରିତୃପ୍ତ ହୋଇ ନଥିବା ଏପରି କିଏ ବା ଅଛି? ବିଦେଶୀ ଯେ କେବେ ହେଁ ରାସ୍ତାରେ ନ ରହୁ, ଏହା ଆବଶ୍ୟକ ହୋଇନଥିଲା। ପଥିକମାନଙ୍କ ପାଇଁ ମୋର ଦ୍ୱାରା ମୁଁ ଉନ୍ମୁକ୍ତ କରିଅଛି। ମୋର ଅପରାଧଗୁଡ଼ିକୁ ହୃଦୟରେ ଗୁପ୍ତ ରଖି ମୁଁ କ'ଣ ସେମାନଙ୍କୁ ମନୁଷ୍ୟମାନଙ୍କ ଠାରୁ ଲୁକାୟିତ କରିଅଛି? ଜନସମୂହର ଭୟଭୀତ ହୋଇ ଓ ପରିବାର ସମୂହର ଅବହେଳା ପ୍ରତି ଭୀତତ୍ରସ୍ତ ହୋଇ ମୁଁ କ'ଣ ମୌନୀ ହୋଇ ଦ୍ୱାରରୁ ବାହାରିବାରୁ ନିବୃତ୍ତ ହୋଇଛି? ଆହା, ମୋର ବାକ୍ୟକୁ ଶୁଣିବା ପାଇଁ କେହି ଜଣେ ଯଦି ଥାନ୍ତା! ଏହି ଦେଖ ମୋର ସାକ୍ଷର। ସର୍ବଶକ୍ତିମାନ ମୋତେ ଉତ୍ତର ଦିଅନ୍ତୁ। ମୋର ବିରୋଧୀ ଦ୍ୱାରା ଲିଖିତ ଦୋଷାରୋପ ପତ୍ର ମୁଁ ଯଦି ପାଇଥାନ୍ତି, ତେବେ ମୁଁ ତାହାକୁ ଅବଶ୍ୟ ମୋର ସ୍କନ୍ଧରେ ବହନ କରିଥାନ୍ତି। ତାହାକୁ ଏକ ମୁକୁଟ ସଦୃଶ ମୋର ମସ୍ତକ ଉପରେ ମୁଁ ରଖିଥାନ୍ତି। ମୋର ସମସ୍ତ କାର୍ଯ୍ୟରେ ଏକ ହିସାବ ମୁଁ ତାକୁ ଦେଇଥାନ୍ତି। ଜଣେ ଶାସକ ସଦୃଶ ମୁଁ ତାର ସନ୍ନିକଟ ହୋଇଥାନ୍ତି। ମୋର କ୍ଷତ ଯଦି ମୋ ବିରୁଦ୍ଧରେ କ୍ରନ୍ଦନ କରିଅଛି, ସେଠାକାର ସିଆର ସମୂହ ସମ୍ମିଳିତ ଭାବେ ଯଦି ରୋଦନ କରିଥାନ୍ତେ, ବିନା ମୂଲ୍ୟରେ ମୁଁ ଯଦି ତାହାର ଉତ୍ପନ୍ନ ସାମଗ୍ରୀ ଭକ୍ଷଣ କରିଅଛି, କିମ୍ବା ତାହାର ସ୍ୱତ୍ୱାଧିକାରମାନଙ୍କ ମୃତ୍ୟୁର କାରଣ ହେଇଅଛି, ତେବେ ଗହମ ପରିବର୍ତ୍ତେ କଣ୍ଟକଲତା ବଢ଼ୁଥାଉ ଓ ଯବ ପରିବର୍ତ୍ତେ ବାଳୁଙ୍ଗା ବୃଦ୍ଧିପ୍ରାପ୍ତ ହେଉ। ଇୟୋବଙ୍କ କଥାର ପରିସମାପ୍ତି ଏହା। ଅଧ୍ୟାୟ 32। ଏଲିହୁର ଭାଷଣ। ନିଜ ଦୃଷ୍ଟିରେ ଇୟୋବ ନିଜକୁ ନୀତିନିଷ୍ଠ ବ୍ୟକ୍ତି ରୂପେ ସାବ୍ୟସ୍ତ କରିଥିବା ଯୋଗୁଁ ଏହି 3 ଜଣ ବ୍ୟକ୍ତି ସେମାନଙ୍କର ଯୁକ୍ତି ତର୍କକୁ ସମାପ୍ତ କଲେ। ସେଥିରେ ରାମ କୁଳ ବଂଶଜ ବୁସିୟ ବାରାଖେଲର ପୁତ୍ର ଏଲିହୁ କ୍ରୋଧାନ୍ୱିତ ହେଲା। ଈଶ୍ୱରଙ୍କ ପରିବର୍ତ୍ତେ ଇୟୋବ ନିଜକୁ ଅଧିକ ନ୍ୟାୟକୃତ କରିଥିବା ଯୋଗୁଁ ସେ କ୍ରୁଦ୍ଧ ହେଲା। ଇୟୋବ ଯେ ଦୋଷ କରିଛନ୍ତି, ତାଙ୍କର ସେହି 3 ଜଣ ବନ୍ଧୁ ଏହିପରି ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ତାଙ୍କୁ ସମୁଚିତ ଉତ୍ତର ଦେଇ ପାରିନଥିବା ହେତୁ ସେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କୋପ ପ୍ରକାଶ କଲା। ସେମାନେ ଏଲିହୁ ଅପେକ୍ଷା ଅଧିକ ବୟସ ବିଶିଷ୍ଟ ଥିବା କାରଣରୁ କୌଣସି ଉତ୍ତର ଦେବା ଉଦ୍ୟମରୁ ସେ ନିବୃତ୍ତ ହୋଇଥିଲା। ସେହି 3 ଜଣ ବ୍ୟକ୍ତି ଯେକୌଣସି ଉତ୍ତର ଦେଉନାହାନ୍ତି, ଏହା ଦେଖି ଏଲିହୁ କ୍ରୁଦ୍ଧ ହେଲା। ସୁତରାଂ ବୁସିୟ ବାରାଖେଲର ପୁତ୍ର ଏଲିହୁ ଉତ୍ତର ଦେଇ କହିଲା, ମୁଁ ବୟସରେ ଯୁବା ଓ ତୁମେମାନେ ବୟସ୍କ। ସୁତରାଂ ତୁମ ସମ୍ମୁଖରେ ମୋର ମତ ପ୍ରକାଶ କରିବା ପାଇଁ ଭୀତ ହୋଇ ମୁଁ ସାହସ କଲି ନାହିଁ। ମୁଁ ଏହିପରି ଚିନ୍ତା କଲି, ବୟସ କଥାବାର୍ତ୍ତା କରୁ, ବହୁ ବର୍ଷ ବିଶିଷ୍ଟ ଆୟୁଷ ଜ୍ଞାନ ପ୍ରଦାନ କରୁ, କିନ୍ତୁ ମନୁଷ୍ୟର ଅନ୍ତର୍ଯାମୀ ଆତ୍ମା ଅର୍ଥାତ୍ ସର୍ବଶକ୍ତିମାନଙ୍କର ନିଶ୍ୱାସ ତାହାଙ୍କୁ ଜ୍ଞାନ ପ୍ରଦାନ କରେ। ବୟୋବୃଦ୍ଧି ପ୍ରଜ୍ଞା ପ୍ରଦାନ କରେ ନାହିଁ, ଦୀର୍ଘାୟୁ ବିବେକ ଦାନ କରେ ନାହିଁ।
ସୁତରାଂ ମୁଁ କହେ ଯେ ମୋର କଥା ଶୁଣ, ମୁଁ ମଧ୍ୟ ମୋର ମତ ପ୍ରକାଶ କରିବି। କ'ଣ କହିବାକୁ ହେବ ବୋଲି ତୁମେମାନେ ଯେବେ ସନ୍ଧାନ କଲ, ତେବେ ତୁମମାନଙ୍କର ବାକ୍ୟ ଶୁଣିବା ପାଇଁ ମୁଁ ଅପେକ୍ଷା କଲି। ତୁମମାନଙ୍କର ପ୍ରଜ୍ଞାପୂର୍ଣ୍ଣ କଥା ମୁଁ ଶୁଣିଲି। ମନୋଯୋଗ ପୂର୍ବକ ମୁଁ ତୁମମାନଙ୍କୁ ଶୁଣିଲି। ଇୟୋବଙ୍କ ଯୁକ୍ତିତର୍କକୁ ଖଣ୍ଡନ କରିବା ପାଇଁ କେହି ନଥିଲା। ତୁମ ମଧ୍ୟରୁ କେହି ତାଙ୍କର ବାକ୍ୟ ପ୍ରତି ଉତ୍ତର ଦେଲା ନାହିଁ। ତୁମେମାନେ ପ୍ରଜ୍ଞାର ସନ୍ଧାନ ପାଇଅଛ। ମନୁଷ୍ୟ ନୁହେଁ, ବରଂ ଈଶ୍ୱର ତାକୁ ଖଣ୍ଡନ କରିବେ। ତୁମେମାନେ ଯେପରି ଏହିପରି ନ କୁହ, ସେଥିପାଇଁ ସାବଧାନ ହୁଅ। ସେ ମୋ ବିରୁଦ୍ଧରେ ତାର କଥା କହି ନାହିଁ। ତୁମମାନଙ୍କର କଥାବାର୍ତ୍ତା ଉପଯୋଗ କରି ମୁଁ ତାକୁ କିଛି ଉତ୍ତର ଦେଲି ନାହିଁ। ସେମାନେ ହତବୁଦ୍ଧି ହୋଇଛନ୍ତି। ସେମାନେ ଆଉ କେବେ ହେଁ କୌଣସି ଉତ୍ତର ଦେବେ ନାହିଁ। କହିବା ପାଇଁ ସେମାନଙ୍କର ଅନ୍ୟ ଗୋଟିଏ ପଦ ସୁଦ୍ଧା ନାହିଁ। ସେମାନେ ଯେହେତୁ କୌଣସି କଥା କହୁନାହାନ୍ତି ଓ ସେଠାରେ ଦଣ୍ଡାୟମାନ ହୋଇ କିଛି ଉତ୍ତର ଦେଉନାହାନ୍ତି, ମୁଁ କ'ଣ ସେଥିସକାଶେ ଅପେକ୍ଷା କରିବି? ମୁଁ ମଧ୍ୟ ଉତ୍ତର ଦେବି। ମୁଁ ମଧ୍ୟ ମୋର ମତ ପ୍ରକାଶ କରିବି, କାରଣ ମୁଁ ମଧ୍ୟ ବାକ୍ୟରେ ପରିପୂର୍ଣ୍ଣ। ମୋର ଅନ୍ତର୍ଯାମୀ ଆତ୍ମା ମୋତେ ବାଧ୍ୟ କରେ। ମୋର ହୃଦୟ ନିର୍ଗମ ପଥବିହୀନ ଦ୍ରାକ୍ଷାରସ ସଦୃଶ ଅଟେ, ଫାଟିଯିବା ପାଇଁ ପ୍ରସ୍ତୁତ ନୂତନ ଚର୍ମପାତ୍ର ତୁଲ୍ୟ ଅଟେ। ମୁଁ କଥା କହିବା ଆବଶ୍ୟକ, କେବଳ ସେହି ପରିପ୍ରେକ୍ଷୀରେ ମୁଁ ଆଶ୍ୱସ୍ତ ହେବି। ଅଧର ଉନ୍ମୁକ୍ତ କରି ଉତ୍ତର ଦେବା ପାଇଁ ପକ୍ଷରେ ଆବଶ୍ୟକ। ମୁଁ କୌଣସି ବ୍ୟକ୍ତି ପ୍ରତି ପକ୍ଷପାତିତା ପ୍ରଦର୍ଶନ କରିବି ନାହିଁ। କାହାରି ପ୍ରତି ଦଶାମଦ ବାକ୍ୟ ଉପଯୋଗ କରିବି ନାହିଁ। ତୋଷାମଦ କରିବାକୁ ମୁଁ ଜାଣେ ନାହିଁ। କଲେ ମୋର ସ୍ରଷ୍ଟା ମୋତେ ସହସା ବିନାଶ କରିବେ। ଅଧ୍ୟାୟ 33। ଇୟୋବଙ୍କ ଔଦ୍ଧତ୍ୟ ସମ୍ବନ୍ଧରେ ତାଙ୍କ ବିରୁଦ୍ଧରେ ଦୋଷାରୋପ। ବର୍ତ୍ତମାନ ହେ ଇୟୋବ, ମୋର କଥା ଶୁଣ, ମୋର ସମସ୍ତ କଥା ଶୁଣ। ମୋର ମୁଖ ତୁମ ଉନ୍ମୁକ୍ତ କରେ, ମୋର ଜିହ୍ୱା କଥାବାର୍ତ୍ତା କରେ। ମୋର ବାକ୍ୟ ସବୁ ମୋର ହୃଦୟର ନିଷ୍କଳଙ୍କତାକୁ ପ୍ରକଟ କରେ। ମୋର ଅଧର ସତ୍ୟ କଥା ଉଚ୍ଚାରଣ କରେ। ଈଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କଲେ। ସର୍ବଶକ୍ତିମାନଙ୍କର ନିଶ୍ୱାସ ମୋତେ ଜୀବନ ପ୍ରଦାନ କଲା। ତୁମେ ଯଦି ପାର, ତେବେ ମୋତେ ଉତ୍ତର ଦିଅ। ତୁମର କଥାକୁ ସଜ୍ଜିତ କରି ପ୍ରସ୍ତୁତ ହୁଅ। ଈଶ୍ୱରଙ୍କ ପ୍ରତି ତୁମେ ଯେପରି, ମୁଁ ମଧ୍ୟ ସେପରି। ମୁଁ ମଧ୍ୟ ମୃତ୍ତିକା ପିଣ୍ଡୁଳରୁ ନିର୍ମିତ। ମୋ ପ୍ରତି କୌଣସି ଭୀତି ତୁମକୁ ବ୍ୟତିବ୍ୟସ୍ତ ନ କରୁ। କୌଣସି ଦୁର୍ବହ ଭାର ମୁଁ ତୁମର ଉପରେ ଲଦି ଦେବି ନାହିଁ। ମୋର ଶ୍ରୁତି ଗୋଚରରେ ତୁମେମାନେ କଥାବାର୍ତ୍ତା କରିଅଛ। ତୁମ ବାକ୍ୟସ୍ୱର ମୁଁ ଶୁଣିଅଛି। ତୁମେ କହିଅଛ, ମୁଁ ଅପରାଧହୀନ ଜଣେ ବ୍ୟକ୍ତି, ମୋର କିଛି ଦୋଷ ନାହିଁ, ମୁଁ ନିର୍ଦ୍ଦୋଷୀ। ଦେଖ, ମୋ ବିରୁଦ୍ଧରେ ସେ ଅଭିଯୋଗ ସନ୍ଧାନ କରନ୍ତି। ମୋତେ ନିଜର ଶତ୍ରୁ ଭଳି ସେ ବିବେଚନା କରନ୍ତି। ସେ ମୋର ପାଦକୁ ଜନ୍ତାରେ ଆବଦ୍ଧ କରନ୍ତି। ସେ ମୋର ମାର୍ଗକୁ ନିରୀକ୍ଷଣ କରନ୍ତି। ଯାହା ତୁମେ କହିଅଛ ତାହା ସଠିକ୍ ନୁହେଁ। ମୁଁ ତୁମକୁ ଉତ୍ତର ଦେବି। ଈଶ୍ୱର ମନୁଷ୍ୟ ଅପେକ୍ଷା ଅଧିକ ମହୋନ୍ନତ ଅଟନ୍ତି। ସେ ମୋର କୌଣସି ବାକ୍ୟ ପ୍ରତି ଉତ୍ତର ଦେବେ ନାହିଁ। ଏହିପରି କହି ତୁମେ କାହିଁକି ତାଙ୍କ ବିରୁଦ୍ଧରେ କଥା କହିଅଛ? ଈଶ୍ୱର ଏକଦା ଏକ ପ୍ରକାର ଓ ଅନ୍ୟଥର ଭିନ୍ନ ପ୍ରକାରେ କଥାବାର୍ତ୍ତା କରନ୍ତି, ତଥାପି ମନୁଷ୍ୟ ତାହା ହୃଦବୋଧ କରୁନାହିଁ। ମନୁଷ୍ୟ ଯେବେ ଗଭୀର ନିଦ୍ରାରେ ଶୟନ କରେ, ନିଜ ଶଯ୍ୟାରେ ଶୋଇ ରହେ, ତେବେ ସ୍ୱପ୍ନ ତଥା ନିଶା ଦର୍ଶନରେ ତାର କର୍ଣ୍ଣକୁ ଉନ୍ମୁକ୍ତ କରି ପୂର୍ବ ଚେତାବନୀ ଦେଇ ସେ ତାକୁ ଭୀତତ୍ରସ୍ତ କରନ୍ତି। ମନୁଷ୍ୟକୁ ଅହଙ୍କାରରୁ ବଞ୍ଚିତ କରିବା
ଓ ତାର କାର୍ଯ୍ୟରୁ ମନୁଷ୍ୟକୁ ବିମୁଖ କରିବା ପାଇଁ ସେ ଏହିପରି କରନ୍ତି। ସେ ତାର ଆତ୍ମାକୁ ପାତାଳରୁ ରକ୍ଷା କରନ୍ତି। ସେ ତାର ଜୀବନକୁ ଖଡ଼୍ଗରୁ ରକ୍ଷା କରନ୍ତି। ମନୁଷ୍ୟ ଶଯ୍ୟା ଉପରେ ବେଦନା ମାଧ୍ୟମରେ ଓ ଅବିରାମ ଅସ୍ଥି ବ୍ୟଥା ଜରିଆରେ ତାଲିମ ପ୍ରାପ୍ତ ହୁଏ। ଏହିପରି ତାର ଜୀବନ ରୁଟିକୁ ଓ ତାର କ୍ଷୁଧା ସୁସ୍ୱାଦ ଭକ୍ଷଣକୁ ଘୃଣା କରେ। ତାର ମାଂସ କ୍ଷୟ ପ୍ରାୟ ହୋଇ ଅଦୃଶ୍ୟ ହୋଇଥିବା ତାର ଅସ୍ଥି ସମୂହ ଉଦ୍ଯୋଗ ହୁଏ। ତାର ଆତ୍ମା ପାତାଳର ସନ୍ନିକଟ ହୁଏ ଓ ତାର ଜୀବନ ମୃତ୍ୟୁବାହକମାନଙ୍କର ସମୀପବର୍ତ୍ତୀ ହୁଏ। ମନୁଷ୍ୟକୁ ସଦୁପଦେଶ ଦେବା ପାଇଁ ଜଣେ ଦେବଦୂତ ଓ ହଜାର ମଧ୍ୟରୁ ଜଣେ ମଧ୍ୟସ୍ଥ ବ୍ୟକ୍ତି ଯଦି ହୋଇଥାନ୍ତେ ଓ ସେହି ଦେବଦୂତ ତା ପ୍ରତି କରୁଣା ପ୍ରଦର୍ଶନ କରି ଯଦି କହିଥାନ୍ତେ, ମୁଁ ମୋଚନ ମୂଲ୍ୟ ପ୍ରାପ୍ତ ହୋଇଅଛି, ପାତାଳକୁ ଅବତରଣ କରିବାରୁ ତାକୁ ରକ୍ଷା କର। ତାର ମାଂସ ଯୌବନ ସୁଲଭ ହୋଇ ସତେଜ ହେଉ। ତେବେ ମନୁଷ୍ୟ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କରିବ ଓ ସେ ତା ପ୍ରତି କର୍ଣ୍ଣପାତ କରିବେ। ତେବେ ସେ ସାନନ୍ଦରେ ତାହାଙ୍କ ସନ୍ନିଧାନରେ ପ୍ରବେଶ କରିବ ଓ ସେ ନିଜ ରକ୍ଷା ସମ୍ବନ୍ଧରେ ମାନବମାନଙ୍କ ସମ୍ମୁଖରେ ବର୍ଣ୍ଣନା କରିବ। ମନୁଷ୍ୟ ସମ୍ମୁଖରେ ସେ ଗାନପୂର୍ବକ ଘୋଷଣା କରିବ, ପାପ କରି ମୁଁ ନୀତିନିଷ୍ଠା ପଥରୁ ବିମୁଖ ହେଲି, କିନ୍ତୁ ମୋର ପାପ ପାଇଁ ଈଶ୍ୱର ମୋତେ ସମୁଚିତ ଶାସ୍ତି ବିଧାନ କଲେ ନାହିଁ। ମୁଁ ଯେପରି ପାତାଳକୁ ଅବତରି ନ ଯାଏ, ସେଥିସକାଶେ ସେ ମୋର ଆତ୍ମାକୁ ଉଦ୍ଧାର କରିଛନ୍ତି। ମୋର ଜୀବନ ଜ୍ୟୋତିର ଦର୍ଶନ ଲାଭ କରିବ। ମନୁଷ୍ୟଙ୍କ ସକାଶେ ଈଶ୍ୱର ଏପରି କାର୍ଯ୍ୟ 2 ବା 3 ଥର କରନ୍ତି। ସେ ଯେପରି ଜୀବନ ଆଲୋକର ଦର୍ଶନ ଲାଭ କରେ, ସେଥିପାଇଁ ପାତାଳରୁ ତାର ଜୀବନକୁ ଫେରାଇ ଆଣି ଈଶ୍ୱର ସେପରି କାର୍ଯ୍ୟ କରନ୍ତି। ହେ ଇୟୋବ, ମନୋଯୋଗ ପୂର୍ବକ ଶୁଣ, ମୌନ ହୋଇ କର୍ଣ୍ଣପାତ କର, ମୁଁ ଆହୁରି କଥାବାର୍ତ୍ତା କରିବି। ଉତ୍ତର ଦେବା ପାଇଁ ତୁମର ଯଦି କିଛି ବାକ୍ୟ ଥାଏ, ତେବେ ମୋତେ ଖଣ୍ଡନ କର, କୁହ, କାରଣ ମୁଁ ସାନନ୍ଦରେ ତୁମର ନିଷ୍କଳଙ୍କତାକୁ ସ୍ୱୀକାର କରିବି। କିନ୍ତୁ କହିବା ପାଇଁ ତୁମର ଯଦି କିଛି ନଥାଏ, ତେବେ ନିସ୍ତବ୍ଧ ହୋଇ ମୋର ବାକ୍ୟ ଶୁଣ, ତାହେଲେ ମୁଁ ତୁମକୁ ଜ୍ଞାନ ସମ୍ବନ୍ଧରେ ଶିକ୍ଷା ଦେବି। ଅଧ୍ୟାୟ 34। ଈଶ୍ୱର କୌଣସି ଅସତ୍ କାର୍ଯ୍ୟ କରନ୍ତି ନାହିଁ। ଏଲିହୁ ପୁନରାୟ କହିଲା, ତୁମେ ହେ ବିଜ୍ଞଗଣ, ମୋର ବାକ୍ୟ ଶୁଣ। ତୁମେ ହେ ଶିକ୍ଷାପ୍ରାପ୍ତ ବ୍ୟକ୍ତିଗଣ, ମୋର ବଚନ ପ୍ରତି କର୍ଣ୍ଣ ଦିଅ। କାରଣ ଜିହ୍ୱା ଯେପରି ଖାଦ୍ୟ ଆସ୍ୱାଦନ କରେ, କର୍ଣ୍ଣ ସେହିପରି ବାକ୍ୟ ପରୀକ୍ଷା କରେ। ଯାହା ନ୍ୟାଯ୍ୟ ଆମେ ତାହା ଅନୁସନ୍ଧାନ କରିବା, ଯାହା ଉତ୍ତମ ଆମେ ତାହା ପରସ୍ପର ମଧ୍ୟରେ ନିର୍ଣ୍ଣୟ କରିବା। ଇୟୋବ କହନ୍ତି, ମୁଁ ନିର୍ଦ୍ଦୋଷୀ, ଈଶ୍ୱର ମୋତେ ମୋର ଅଧିକାରରୁ ବଞ୍ଚିତ କରିଛନ୍ତି। ନୀତିନିଷ୍ଠ ଥିବା ସତ୍ତ୍ୱେ ମୁଁ ମିଥ୍ୟାବାଦୀ ସଦୃଶ ବିବେଚିତ ହୋଇଛି। ଯଦିଓ ମୁଁ ନିରପରାଧୀ, ତଥାପି ମୋର କ୍ଷତ ସମୂହ ଅସ୍ୱାସ୍ଥ୍ୟକର ଅଟେ। ଇୟୋବଙ୍କ ସଦୃଶ ଅନ୍ୟ କିଏ ବା ଅଛି? ସେ ଅବଜ୍ଞାକୁ ଜଳ ସଦୃଶ ପାନ କରନ୍ତି। ସେ ଦୁଷ୍କର୍ମୀମାନଙ୍କ ସହ ପକ୍ଷପାତୀ ହୁଅନ୍ତି, ଦୁଷ୍ଟ ବ୍ୟକ୍ତିମାନଙ୍କ ସହ ବିଚରଣ କରନ୍ତି। କାରଣ ସେ କହିଛନ୍ତି, ଈଶ୍ୱରଙ୍କୁ ପ୍ରୀତ କରିବା ଫଳରେ ମନୁଷ୍ୟର କି ବା ପ୍ରୟୋଜନ? ସୁତରାଂ ହେ ଜ୍ଞାନୀଗଣ ଶୁଣ, କୌଣସି ଦୁଷ୍କର୍ମ ଈଶ୍ୱରଙ୍କ ଠାରୁ ଓ ଅଧର୍ମ ସର୍ବଶକ୍ତିମାନଙ୍କ ଠାରୁ ସୁଦୂରରେ ରହୁ। ମନୁଷ୍ୟ ସମ୍ପାଦିତ କାର୍ଯ୍ୟ ଅନୁସାରେ ସେ ତାକୁ ପ୍ରତିଦାନ ପ୍ରଦାନ କରିବେ। ତାର ବ୍ୟାପାର ଅନୁଯାୟୀ ସେ ତାକୁ ପ୍ରତିଫଳ ପ୍ରଦାନ କରିବେ।
ବାସ୍ତବତଃ ଈଶ୍ୱର କୌଣସି ଦୁଷ୍କର୍ମ କରିବେ ନାହିଁ। ସର୍ବଶକ୍ତିମାନ କେବେ ହେଁ ନ୍ୟାୟ ପଥରୁ ସ୍ଖଳିତ ହେବେ ନାହିଁ। କିଏ ବା ତାହାଙ୍କ ହସ୍ତରେ ପୃଥିବୀର କର୍ତ୍ତୃତ୍ୱ ଭାର ସମର୍ପଣ କରେ? କିମ୍ବା କିଏ ବା ସମସ୍ତ ସଂସାରର ତତ୍ତ୍ୱାବଧାନ ତାହାଙ୍କ ହସ୍ତରେ ନ୍ୟସ୍ତ କଲେ? ସେ ଯଦି ନିଜର ଆତ୍ମାକୁ ପୁନରୁଦ୍ଧାର କରେ ଓ ନିଜର ନିଶ୍ୱାସ ନିଜ ସମୀପକୁ ଫେରାଇ ନିଏ, ସମସ୍ତ ମାଂସ ବିଶେଷ ତେବେ ସମ୍ମିଳିତ ଭାବେ ବିନାଶ ହେବ ଓ ମନୁଷ୍ୟ ଧୂଳିକୁ ଫେରିଯିବ। ତୁମର ଯଦି ବିବେକ ଥାଏ, ତେବେ ଏହା ଶୁଣ। ମୁଁ ଯାହା କହିଅଛି ତାହା ପ୍ରତି କର୍ଣ୍ଣପାତ କର। ନ୍ୟାୟପରାୟଣତାର ଶତ୍ରୁ କ'ଣ ଶାସନ କରିବ? ଯିଏ ନୀତିନିଷ୍ଠ ତଥା ଶକ୍ତି ସମ୍ପନ୍ନ, ତୁମେ କ'ଣ ତାକୁ ଦୋଷୀ ସାବ୍ୟସ୍ତ କରିବ? ଯିଏ ରାଜାଙ୍କୁ ଅଧମ ବ୍ୟକ୍ତି ଓ ଅଧିପତିମାନଙ୍କୁ ଦୁଷ୍ଟ ବ୍ୟକ୍ତି ବୋଲି ସମ୍ବୋଧନ କରେ, ଯିଏ ଶାସକମାନଙ୍କ ପ୍ରତି ପକ୍ଷପାତିତା ଦର୍ଶନ କରେ ନାହିଁ ଓ ଧନଶାଳୀମାନଙ୍କୁ ନିର୍ଦ୍ଧନମାନଙ୍କ ଅପେକ୍ଷା ଅଧିକ ପରିଗଣନା କରେ ନାହିଁ, ସେମାନେ ସମସ୍ତେ କ'ଣ ତାହାଙ୍କର ହସ୍ତକୃତ ସୃଷ୍ଟି ନୁହନ୍ତି? କ୍ଷଣିକ ସମୟରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି, ମଧ୍ୟରାତ୍ରିରେ ସେମାନେ କମ୍ପନ ପୂର୍ବକ ଅନ୍ତର୍ଦ୍ଧାନ ହୁଅନ୍ତି। କୌଣସି ମାନବ ହସ୍ତର ବିନା ଚାଳନାରେ ଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ଅପସାରିତ ହୁଅନ୍ତି, କାରଣ ତାହାଙ୍କର ଚକ୍ଷୁ ମନୁଷ୍ୟର ମାର୍ଗକୁ ନିରୀକ୍ଷଣ କରେ, ସେ ତାର ସମସ୍ତ ପଦାଙ୍କ ପ୍ରତି ଦୃଷ୍ଟି ଦିଅନ୍ତି। ଏପରି କୌଣସି ତିମିର କିମ୍ବା ଗଭୀର ଅନ୍ଧାର ନାହିଁ ଯେଉଁଠାରେ ଦୁଷ୍କର୍ମୀମାନେ ନିଜକୁ ଲୁକାୟିତ କରିପାରିବେ। ଈଶ୍ୱରଙ୍କ ସନ୍ନିଧାନକୁ ଆସି ବିଚାରିତ ହେବା ସକାଶେ କେହି କୌଣସି ନିର୍ଦ୍ଦିଷ୍ଟ ସମୟ ତାହାଙ୍କ ପାଇଁ ନିର୍ଣ୍ଣୟ କରିନାହିଁ। ଶକ୍ତିଶାଳୀମାନଙ୍କୁ ବିନାଶ ଅନୁସନ୍ଧାନରେ ସେ ବିଚ୍ଛିନ୍ନ କରନ୍ତି ଓ ଅନ୍ୟ ବ୍ୟକ୍ତିମାନଙ୍କୁ ସେମାନଙ୍କ ସ୍ଥାନରେ ଅବସ୍ଥାପିତ କରନ୍ତି। ସେମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ସେ ଅବଗତ। ଏହିପରି ସେ ସେମାନଙ୍କୁ ଏକ ରାତିରେ ବିଧ୍ୱସ୍ତ କରନ୍ତି ଓ ସେମାନେ ବିନଷ୍ଟ ହୁଅନ୍ତି। ସେମାନଙ୍କର ଦୁଷ୍ଟତା ଯୋଗୁଁ ମନୁଷ୍ୟ ଦୃଷ୍ଟିରେ ସେ ସେମାନଙ୍କୁ ଆହତ କରନ୍ତି, କାରଣ ତାହାଙ୍କୁ ଅନୁସରଣ କରିବାରୁ ସେମାନେ ବିମୁଖ ହୋଇଥିଲେ, ତାହାଙ୍କର ମାର୍ଗକୁ ଅବମାନନା କରିଥିଲେ। ଦରିଦ୍ରମାନଙ୍କର ରୋଦନ ସ୍ୱର ତାହାଙ୍କର ସନ୍ନିଧାନକୁ ଉଠିବା ପାଇଁ ସେମାନେ ସୁଯୋଗ ଦେଲେ, ପ୍ରପୀଡ଼ିତମାନଙ୍କର କ୍ରନ୍ଦନ ସ୍ୱର ପ୍ରତି ସେ କର୍ଣ୍ଣପାତ କଲେ। କୌଣସି ଅଧର୍ମୀ ବ୍ୟକ୍ତି ଯେପରି ଶାସନ ନ କରେ ଓ ସେ ଯେପରି ଲୋକମାନଙ୍କୁ ଫାଶରେ ନ ପକାଏ, ଏହି କାର୍ଯ୍ୟକୁ ବାରଣ ନ କରି ସେ ଯଦି ନୀରବ ରହିଲେ, କିଏ ବା ତାହାଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ? ସେ ଯେତେବେଳେ ନିଜ ମୁଖମଣ୍ଡଳକୁ ଲୁକାୟିତ କରି ରଖିବେ, ତେବେ ଏକ ଜାତି ହେଉ କିମ୍ବା ଏକ ବ୍ୟକ୍ତି ହେଉ, ସେ କ'ଣ ତାହାଙ୍କର ଦର୍ଶନ ଲାଭ କରିପାରିବ? କେହି କେବେ କ'ଣ ଈଶ୍ୱରଙ୍କୁ କହିଅଛି ଯେ, ମୁଁ ଶାସ୍ତି ଭୋଗ କରିଅଛି, ମୁଁ ଆଉ କେବେ ହେଁ ଦୋଷ କରିବି ନାହିଁ? ଯାହା ମୁଁ ଦେଖୁନାହିଁ ସେ ସମ୍ବନ୍ଧରେ ମୋତେ ଶିକ୍ଷା ଦିଅ। ମୁଁ ଯଦି ଅନ୍ୟାୟ କରିଅଛି, ମୁଁ ତାହା ଆଉ କେବେ ହେଁ କରିବି ନାହିଁ। ତାହାଙ୍କ ଦ୍ୱାରା ପ୍ରଦତ୍ତ ସେହି ଶାସ୍ତିକୁ ତୁମେ ଅସ୍ୱୀକାର କରିଥିବା ଯୋଗୁଁ ସେ କ'ଣ ତୁମର ଅଭୀଷ୍ଟ ମୁତାବକ ବିଧାନ କରିବ? ମୁଁ ନୁହେଁ, ବରଂ ତୁମେ ନିଜେ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବା ଆବଶ୍ୟକ। ସୁତରାଂ ଯାହା ତୁମେ ଜାଣୁଅଛ ତାହା ସ୍ପଷ୍ଟ ଭାବେ କୁହ। ମୋର ଶ୍ରୋତା ବିବେକୀ ତଥା ବିଜ୍ଞ ବ୍ୟକ୍ତିଗଣ ମୋତେ କହିବେ, ଇୟୋବ ଅଜ୍ଞାତ ସାରରେ କଥା କହନ୍ତି, ସୂକ୍ଷ୍ମ ପରିଜ୍ଞାନ ନ ଥାଇ ସେ ବାର୍ତ୍ତାଳାପ କରନ୍ତି। ଦୁଷ୍ଟ ବ୍ୟକ୍ତିମାନଙ୍କ ଭଳି ଉତ୍ତର ଦେଇଥିବା ଯୋଗୁଁ
ଇୟୋବ ଯଦି ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ହୋଇଥାନ୍ତେ, କାରଣ ସେ ନିଜ ପାପ ସହ ବିଦ୍ରୋହ ମଧ୍ୟ ଯୋଗ କରନ୍ତି। ସେ ଆମ ମଧ୍ୟରେ ଉପହାସ ପୂର୍ବକ କରତାଳି ଦିଅନ୍ତି। ସେ ଈଶ୍ୱରଙ୍କ ବିରୁଦ୍ଧରେ ନିନ୍ଦାସୂଚକ ବହୁ କଥା କହନ୍ତି।